ମାମୁଁଙ୍କର ପୁଅ, ବଡ଼ ମାମୁଁଙ୍କର ସାନ ପୁଅ। ଦେଖନ୍ତୁ ସାଙ୍ଗମାନେ, ଆରେ ମୁଁ ବା ଇଏ କରୁଛି, ଆଚ୍ଛା ବ୍ଲଗିଂଟା କରୁଛି ତ। ହାଏ କରିଥିଲା ଟିକେ, ସେ ଜାଣିନଥିଲା ମୁଁ ବ୍ଲଗିଂ କରୁଛି ବୋଲି। ଏବେ ମାସ ସାଙ୍ଗମାନେ ଦେଖନ୍ତୁ, ମୁଁ ଏ ଗାଁ ଦାଣ୍ଡରେ ଚାଲିକି ଧଇଁ ସଇଁ ହେଇଗଲି। ଏଇଟା ମୋର ଗାଁରେ ବଡ଼ ଭଉଣୀଙ୍କର ଘର। ମୁଁ ଏବେ ଏଠିକି ଆସିଛି, ତାଙ୍କ ଘରକୁ ଆସି ପହଞ୍ଚିଲି। ଦେଖନ୍ତୁ, ଏ ବଡ଼ ଭଉଣୀର ମଝିଆ ଯା ଏବେ ଚାଲିଛି। ଆମେ ଅଡ୍ ଟାଇମ୍ରେ ଆସି ପହଞ୍ଚିଲୁ। ଇଏ ବଡ଼ ଭଉଣୀର ଦିଅରଙ୍କ ପୁଅ ଏବେ, ଆଉ ଇଏ ମୋ ଭାଇଙ୍କର ସାନ ପୁଅ। ବଡ଼ ପୁଅକୁ ଦେଖିଥିଲେ, ଇଏ ସାନ ପୁଅ। ଦେଖନ୍ତୁ ସାଙ୍ଗମାନେ, ଇଏ ମୋର ନାତି ଆଉ ନାତୁଣୀ ହେବେ। ତାଙ୍କର ସବୁ ଲଞ୍ଚ ଟାଇମ୍ରେ ମୁଁ ଯାଇ ଅଡ୍ ଟାଇମ୍ରେ ପହଞ୍ଚିଗଲି। ସେମାନେ ଖାଇସାରନ୍ତୁ, ଏମାନଙ୍କ ସହିତ କଥା ହେବା। ଛୋଟୁ, ଇଏ ଛୋଟୁ। ହାଇ ଫ୍ରେଣ୍ଡସ୍, ଇଏ ମୋର ବଡ଼ ଭଉଣୀ। ଇଏ ମା ସମାନ ବଡ଼ ଭଉଣୀ, ସମସ୍ତଙ୍କ ଠାରୁ ବଡ଼। ଇଏ ଘରର ମଉଡ଼ମଣି ବଡ଼। ଇଏ ଦେଖନ୍ତୁ, ନାନୀ ଟିକେ ହାଇ କରିଦେ, ଜୟ ଜଗନ୍ନାଥ କହିଦେ। ଜୟ ଜଗନ୍ନାଥ। ଦେଖନ୍ତୁ ମୋ ଫେସ୍ ଆମର ମିଶୁଛି ନା ନାହିଁ, କ'ଣ କେମିତି ଆପଣମାନେ ଟିକେ କହିବେ। ଆଉ ମିଶୁଛି। ଆଉ ଜଣଙ୍କୁ ଦେଖାଉଛି, ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଦେଖାଉଛି। ସିଏ ହେଉଛନ୍ତି ମା ଗୁରୁଜନ। ବଡ଼ ଭଉଣୀଙ୍କର ଶାଶୁଙ୍କର ଭଉଣୀ। ବଡ଼ ଭଉଣୀଙ୍କର ଶାଶୁ ନାହାନ୍ତି, ଏକ୍ସପାୟାର୍ଡ କରିଗଲେଣି। ତାଙ୍କ ସାନ ଭଉଣୀକି ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ଜୟ ଜଗନ୍ନାଥ। ଦେଖନ୍ତୁ, ଇଏ ହେଉଛନ୍ତି ଆମର ବଡ଼ ଭଉଣୀଙ୍କର ଶାଶୁଙ୍କର ସାନ ଭଉଣୀ। ତାଙ୍କ ଶାଶୁ ବହୁତ ସେ ଧାର୍ମିକ ଲୋକ ଥିଲେ। ତାଙ୍କର ପୁରା ଜଗନ୍ନାଥ ମାନେ ସବୁକିଛି ତାଙ୍କର ଜୀବନର। ଆଉ ସପ୍ତାହକୁ 2 ଥର 3 ଥର ସେ ପୁରୀ ଯିବା କଥା ଯିବେ। ଇଏ ତାଙ୍କ ସାନ ଭଉଣୀ। ଇଏ ବି ସେମିତି ଫେସ୍ ପୁରାପୁରି ଦେଖନ୍ତୁ, ଅବିକଳ ତାଙ୍କରି ଫେସ୍ ପୁରା। ତାଙ୍କୁ ଦେଖିଲେ ମନେ ପଡ଼ିଲା, ମୁଁ ସେଥିପାଇଁକି ଭାବିଲି କି ଭିଡ଼ିଓଟା କରି ଆପଣଙ୍କୁ ଦେଖେଇବି, ଠିକ୍ ହେବ ବୋଲି। ଆଖି ଅପରେସନ୍ ହେଇଛି ତ ମାଉସୀଙ୍କର। ଏ ପୁରୁଣା ଲୋକମାନଙ୍କୁ ଦେଖିଲେ ଭିଡ଼ିଓରେ ଦେଖେଇବା ପାଇଁ ବହୁତ ଇଚ୍ଛା ହେଉଛି। ଦେଖନ୍ତୁ ସାଙ୍ଗମାନେ, ଗାଁ ପରିବେଶ କେତେ ସୁନ୍ଦର ଲାଗୁଛି। ଆଉ ଆପଣ ତ ଫିଲ୍ କରିପାରିବେନି, ମୁଁ ଫିଲ୍ କରିପାରୁଛି ଯେହେତୁ ମୁଁ ପ୍ରେଜେଣ୍ଟରେ ଏଇଠି ଅଛି। ବହୁତ ବଢ଼ିଆ ପବନ, ବହୁତ ଶାନ୍ତି ଲାଗୁଛି। ଏସିଆ ସାଙ୍ଗେ ସମାନ ହେବନି। ଦେଖାଉଛି ମୋର ଭଉଣୀର ଯା ମାନଙ୍କୁ, ଆପଣମାନେ ଦେଖନ୍ତୁ। ସାଙ୍ଗମାନେ ଦେଖନ୍ତୁ, ଇଏ ହେଲା ମୋର ବଡ଼ ଭଉଣୀ ଲେଫ୍ଟ ସାଇଡ଼୍। ମୁଁ ଆପଣଙ୍କୁ ଦେଖାଉଛି, ବାଁ ହାତରେ ଦେଖେଇବିନି, ଗୁରୁଜନ। ଏ ମୋର ବଡ଼ ଭଉଣୀ। ତାପରେ ତାଙ୍କ ସେକେଣ୍ଡ ଯାଙ୍କର ବୋହୂ। ଇଏ ଲାଷ୍ଟ ଥାର୍ଡ଼ ଯା, ସାନ ବୋହୂ ତାଙ୍କ ଘରର। ଇଏ ମଝିଆ ବୋହୂ, ବଡ଼ ଭଉଣୀ। ଇଏ ତାପରେ ସେକେଣ୍ଡ, ଇଏ ଥାର୍ଡ଼। ଇଏ ସେମାନଙ୍କର ବୋହୂ। ଆଉ ଜଣେ ବୋହୂ, ଯିଏ ବଡ଼ ବୋହୂ, ଆମର 2ଟା ପୁତୁରା ବୋହୂ ହେଇଗଲାଣି। ଆଉ ଜଣେ ପୁତୁରା ବୋହୂ ସେ କୋରାପୁଟରେ ସର୍ଭିସ୍ କରିଛନ୍ତି, ରହୁଛନ୍ତି ବାହାରେ। ଇଏ ସାନ ବୋହୂ। ଇଏ ବର୍ତ୍ତମାନ ମଝିଆ ବୋହୂ ଅଛନ୍ତି। ଆଉ ଜଣେ ସାନ ବୋହୂ ଆସିବେ, ଆଉ ଗୋଟେ ପୁତୁରା ଅଛନ୍ତି। ଆଉ କ'ଣ କହିବ କୁହ? ମୋ ଚ୍ୟାନେଲ୍ ପାଇଁ ତୁମର କ'ଣ କହିବାର ଅଛି କୁହ? ଦେଖନ୍ତୁ, ପୁତୁରା ବୋହୂ କିଛି କହିବ। हेलो गाइस, नमस्कार। आम माउसी तो बहुत बढ़िया वीडियो करछन्ती, आपण माने देखिथिबे। तेणु करी वीडियो को लाइक करंतु, कमेंट्स करंतु, सब चैनल को सब्सक्राइब करंतु। जय जगन्नाथ। थैंक यू। देखନ୍ତୁ ସାଙ୍ଗମାନେ, ଆମ ବଡ଼ ଭଉଣୀଙ୍କର ମଝିଆ ଯାଙ୍କର ମା। ଇଏ ବି ଆମର ପିସ୍ ନାନୀ ହିସାବ ହେବେ, ଆମର ରିଲେଟିଭ୍ ଭିତର। ଦେଖନ୍ତୁ, ଏଜ୍ ହେଉଛି 95, 95 ବର୍ଷ। କେତେ ଏଜ୍ ହେଲାଣି। ଏମାନେ ହେଲେ ଠାକୁର। ଆକ୍ଚୁଆଲି ଭଗବାନଙ୍କ ସାଙ୍ଗେ ଏମାନେ ସମାନ। ଗାଁର ଦୃଶ୍ୟ ଦେଖନ୍ତୁ। ଏଇଟା ହେଉଛି ବଡ଼ ତରାଟ। ଦେଖନ୍ତୁ କେମିତି କଢ଼ ହେଇଛି। ଦେଖନ୍ତୁ ସାଙ୍ଗମାନେ, ଆମେ ସମସ୍ତେ ଚାଲିଲୁ, ବଡ଼ ଭଉଣୀର ଫ୍ୟାମିଲି ଆଉ ମୁଁ ସମସ୍ତେ ଚାଲିଲୁ ଯଜ୍ଞ ପାଖକୁ। ଏଠି ଦେଖନ୍ତୁ, ଏ ଟଗର ପାଖ ସାଇଡ଼୍ ତକ ମୋ ମାମୁଁ ଘର ବିଲ୍ଡିଂ। ଆଉ ବଡ଼ ଭଉଣୀର ଏଇ ଘର ସାମ୍ନାରେ 2ଟା 2 ପଟେ ବେଲ ଗଛ ଅଛି। ଏ ବେଲ ଗଛ 2ଟିକୁ ଏମାନେ ପୂଜା କରନ୍ତି।
ଶିବ ବାସ କରନ୍ତି। ବେଲ ଗଛରେ ତ ଶିବ ବାସ କରନ୍ତି। ଏମାନଙ୍କର ବହୁତ ବିଶ୍ୱାସ ରହିଛି, ଏମାନେ ପୂଜା କରନ୍ତି। ଯାହା ହଉ ବହୁତ ଭଲ କଥା। ସୁନ୍ଦର ବି ଲାଗୁଛି ଘର ଦୁଆର ମୁହଁରେ 2ଟି ବେଲ ଗଛ। ଚାଲନ୍ତୁ ଏବେ ଯିବା ଯଜ୍ଞ ପାଖକୁ। ସେମାନେ ଚାଲି ଚାଲି ଆଗରେ ଏତେ ବାଟ ପଳେଇଲେଣି। ମୁଁ ଏବେ ଯାଉଛି। ମୁଁ ଯାଇକି ବାପଘର ଘର ପାଖାପାଖି ପହଞ୍ଚିଗଲି। ଦେଖନ୍ତୁ ଆମ ବାପଘର ଇଏ ଆମ୍ବ ଗଛ। ମୁଁ କାଲି ଛାତ ଉପରେ ଚଢ଼ିକି ଆପଣଙ୍କୁ ଦେଖେଇଥିଲି। ତ ଇଏ ହେଉଛି ବେଲ ଗଛ। ଦେଖନ୍ତୁ ଫାଷ୍ଟ ପାର୍ଟରେ ଦେଖେଇଥିଲି, କାଲି ନୁହେଁ ସରି, ଫାଷ୍ଟ ପାର୍ଟରେ ଦେଖେଇଥିଲି। ଏଇ ଆମ୍ବ ଗଛ ବାପଘର। ଭାଉଜ ଏଠି କିଛି ଶାଗ ଫାଗ ଏମିତି ବାଡ଼ିରେ ଲଗେଇ ଦେଇଛନ୍ତି। କଦଳୀ କିଛି କିଛି ଜିନିଷ ଲଗେଇ ଦେଇଛନ୍ତି। ପୁତୁରା ଏ ଦୁଆର ମୁହଁଟା ମେନ୍ ଡୋର୍ ମେନ୍ ଏଣ୍ଟ୍ରାନ୍ସ ଏଇଟା ବହୁତ ସୁନ୍ଦର କରିଦେଇଛି। ଏଠି ସବୁ ଫୁଲ ଗଛ ଲଗେଇକି। ତାପରେ ଏବେ ଦେଖନ୍ତୁ ଏଇଟା ହେଲା ଯଜ୍ଞସ୍ଥଳ। ଏଠି ଗାଁ ଝିଅମାନେ ପିଲାମାନେ ସମସ୍ତେ ଆଜି ତ ଏଇଠି ରହିବେ। ଏପଟ ସେପଟ ଆସୁଛନ୍ତି ଯାଉଛନ୍ତି, ଏମିତି ସବୁ ଚାଲିଛି। ବହୁତ ଖୁସି, ସମସ୍ତଙ୍କ ମନରେ ବହୁତ ଖୁସି ଆଉ ଆନନ୍ଦ। ଏଇଟା ହେଲା ସେଇ ଯଜ୍ଞସ୍ଥଳ। ମୁଁ ଟିକେ ଯାଇକି ସେଇ ଯଜ୍ଞସ୍ଥଳକୁ ମୁଣ୍ଡିଆ ମାରିକି ପ୍ରଣାମ କରିକି, ନାରାୟଣୀକି ତ ଆଗରୁ ମୁଣ୍ଡିଆ ମାରିଥିଲି। ଏଇ ଯଜ୍ଞସ୍ଥଳରେ ମୁଁ ଟିକେ ମୁଣ୍ଡିଆ ମାରିଦେଲି। ପୁତୁରାକୁ କହିଲି ତୁ ମୋର ଟିକେ ଭିଡ଼ିଓ ବନେଇ ଦେ। ସେ ମୋର ଟିକେ ଭିଡ଼ିଓ ବନେଇଦେଲା। ମୋର ତ ଆଜ୍ଞା ଜାଣିଛନ୍ତି ଆପଣମାନେ ଆଣ୍ଠୁ ଖରାପ, ତଥାପି ଠାକୁରଙ୍କୁ ପ୍ରଣାମ କରିବା, ସେ ହିଁ ସବୁ ଭଲ ରଖିବେ, ଆମକୁ ସୁସ୍ଥ ରଖିବେ, ସମସ୍ତଙ୍କର ମଙ୍ଗଳ କରିବେ ଭଗବାନ। ଏଇଠି ଫେରିଲା ବେଳକୁ ଗାଁର ପିଲାମାନେ ସବୁ ୟଙ୍ଗ ଜେନେରେସନ୍ ସବୁ ଦେଖା ହେଇଗଲେ। ଛୋଟ ଛୋଟ ଭାଇମାନେ ସବୁ ହେବେ, ସେମାନେ ଟିକେ ହାଲୋ ହାଏ କରିଦେଲେ। ଏଠି ତ ଭଏସ୍ ଓଭର୍ ଦେବାକୁ ପଡ଼ୁଛି କାରଣ ଯଜ୍ଞର ସାଉଣ୍ଡ କିଛି ଶୁଭିବନି। ଦେଖନ୍ତୁ ତାପରେ ମୁଁ ପଳେଇ ଆସିଲି ଏଠି ଛାତ ଉପରେ, ଆଉ ଟିକେ ଭିଡ଼ିଓ ସୁଟ୍ କରିଦେଲି। ଆମ୍ବ ସବୁ ଦେଖନ୍ତୁ, ଏଇ ଆମ୍ବ ଗଛ, ଏଇ ଯେଉଁ ଶାଗ ଭାଉଜ କରିଥିଲେ ତଳେ ଦେଖେଇଥିଲି, ଏଇଠି ଗୋଟେ ଫୁଲ ଲଗେଇଛନ୍ତି ନାଗଚମ୍ପା, ପୁରା ଧଳା ସୁନ୍ଦର ଫୁଲଟେ। ଏଇଠି ଗାଁ ଦାଣ୍ଡରେ ପିଲାମାନେ ଖେଳୁଛନ୍ତି। ଦେଖନ୍ତୁ ସେଇଠି ଯଜ୍ଞ ହେଉଛି, ଆଉ ଏଇଟା ଆମ ଘର ଦ୍ୱାର ମୁହଁ। ଭାଉଜଙ୍କର ମୋର ବସିଛୁ କେତେ ପାଖରେ, ପୁରା ପାଖରେ। ଆମେ ଏଇଠି ବାରିପଟ ବାରି ଦୁଆର ମୁହଁରେ ବସିକି ବି ସବୁ ଦେଖିପାରୁଛୁ। ଗାଁର ସବୁ ପୁରୁଣା ଲୋକମାନେ, ବୁଢ଼ାବୁଢ଼ୀମାନେ, ସମସ୍ତେ ସବୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆଜି ତ ଏଇଠି ଏକାଠି। ଦେଖନ୍ତୁ କେତେ ସୁନ୍ଦର ହବନ ଚାଲିଛି। ଗୋଟେ ଅଲଗା ପ୍ରକାର ମନରେ ଲାଗୁଛି ଏ ପରିବେଶଟା। ବହୁତ ଭଲ ପରିବେଶ। ମୁଁ ଏଥିରେ ଯୋଗ ଦେଇଥିବାରୁ ବହୁତ ଖୁସି। ମୁଁ ଆଜି ଭାଉଜଙ୍କର ମୋର ଟିକେ ଗପସପ କରିଦେଲୁ। ଦେଖନ୍ତୁ ଏପଟେ ହବନ ଚାଲିଛି, ଗଛ ଉପରେ ଏଠି ମାଙ୍କଡ଼ ବସିଛି। ଆଜି ହନୁମାନ ଜୟନ୍ତୀ, ଉପରେ ମାଙ୍କଡ଼ ବସିଛନ୍ତି, ସବୁ ହବନର ମନ୍ତ୍ର ପାଠ ସବୁ ଶୁଣୁଛନ୍ତି ବସିକି ଏଠି। ଭଲ ଲାଗିଲା ବହୁତ ପରିବେଶଟା, ଆମେ ବହୁତ ଏନ୍ଜୟ କଲୁ। ସମସ୍ତେ ବି ଦେଖୁଛନ୍ତି, ମାଙ୍କଡ଼ ଦୁଇଟା ବସିଛନ୍ତି। ପୁତୁରା ଏବେ ତାର ଛୋଟ ପୁଅକୁ ଛୋଟୁକୁ ନେଇକି ଆସିଛି ଦେଖିବ ବୋଲି। ଛୋଟୁ ତ ବହୁତ ଏନ୍ଜୟ କରୁଛି, ମାଙ୍କଡ଼କୁ ଦେଖି ଭାରି ଖୁସି ହେଉଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଜଳୁଛନ୍ତି ହୋମଟା। ଏଇ ବଡ଼ ଭିଣେଇ ତାଙ୍କ ନାତିକି ନେଉଛନ୍ତି ଧରିବା ପାଇଁ। ସେ ପୁତୁରା ତାକୁ ନେଇକି ଆସିଥିଲା। ଇଏ ହେଲା ମୋ ମାମୁଁଙ୍କ ପୁଅ ଚିକୁ। ଇଏ ଜାଣିନଥିଲା ମୁଁ ବ୍ଲଗିଂ କରୁଛି, ମୋ ସହିତ ଟିକେ କଥା ହେଇଗଲା। ଜାଣିଲା ପରେ ଟିକେ ହାଏ କରିଦେଲା। ଏମିତି ସବୁ ଫଙ୍କସନ୍ରେ ତ ଟିକେ ଦେଖା ହୁଏ ସମସ୍ତଙ୍କ ସହିତ, ବହୁତ ଭଲ ଲାଗିଲା। ବହୁତ ଭଲ ପିଲାଟେ ବି ମାମୁଁଙ୍କ ପୁଅ ଚିକୁ। ଦେଖନ୍ତୁ ଏବେ ପୁଣି ଯଜ୍ଞସ୍ଥଳ। ଇଏ ମୋର ମଝିଆ ମାଇଁ ହେବେ। ଆଉ ଏଠି ସବୁ ଗାଁର ଝିଅମାନେ। ଇଏ ସାନ ମାମୁଁ ଯେଉଁ ଚିକୁ ଦେଖିଲି, ଚିକୁର ୱାଇଫ୍ ଯିଏ ମୁଣ୍ଡରେ ଓଢ଼ଣା ଦେଇଛନ୍ତି, ଇଏ ମୋର ଜଣେ ଭାଉଜ ହେବେ। ଏମିତି ସମସ୍ତେ ଠିଆ ହେଇଛନ୍ତି ଆଜି। ଏଇଠି ତ ବଡ଼ ମାମୁଁ ମାଇଁ ବସିଛନ୍ତି, କର୍ତ୍ତା କର୍ତ୍ରୀ ହେଇଛନ୍ତି ଯଜ୍ଞରେ। ଦେଖନ୍ତୁ ସମସ୍ତଙ୍କ ମୁଣ୍ଡରେ ମାମୁଁ ନଡ଼ିଆ ଛୁଆଇଁ ଦେଲେ। ଆକ୍ଚୁଆଲି ନଡ଼ିଆଟା ନେଇ କ'ଣ କଲେ ମୁଁ ଟିକେ ଧ୍ୟାନ ଦେଇ ଦେଖିପାରିଲିନି। ଏବେ ମୋର ବୋହୂ ଯାଇ ସେଠୁ ପଣା ବଣ୍ଟା ହେଉଥିଲା, ପଣା ନେଇ ଆସିଲା। ଆମେ ସମସ୍ତେ ପଣା ପିଇଲୁ। ପୁତୁରା ବି ଆହୁରି ବେଶୀ ପଣା ନେଇ ଆସିଥିଲା କଂସାରେ। ସମସ୍ତେ ପିଇଲୁ। ଏ ଝିଆରୀର ପୁଅ ଓ ଭାଇଙ୍କର ନାତି, ଇଏ ବଢ଼ିଆ ମଜା ମଜା କଥା କହୁଛି, ଶୁଣନ୍ତୁ ତା କଥା।
ସବୁ ସରିଗଲା। ରାତିରେ ଲେଟ୍ ହେଇଥିଲା, ଆମେ ଭୋଜି ଖାଇ ପୁଣି ଘରକୁ ଫେରି ଆସିଲୁ।